देखा कले हिमन भाई को कौन थी अवस्था कौन कहया चाहते ମୁଁ ଡାକ୍ତର ସାଙ୍ଗେ ବି ଦେଖାହେଲି କଥା ହେଲି ଆଇସିୟୁରେ ଯିଏ ଅଛନ୍ତି ସେ ଧୀରେ ଧୀରେ ଇମ୍ପ୍ରୁଭ୍ କରୁଛନ୍ତି ଏବେ ତାଙ୍କର ଯେ ମାଙ୍କ ସାଙ୍ଗରେ ବି ଦେଖାହେଲି ସମସ୍ତଙ୍କ ସହିତ ଦେଖାହେଲି କଥା ଇମ୍ପ୍ରୁଭ୍ କରୁଛନ୍ତି ଭଗବାନଙ୍କୁ ଆମେ ସମସ୍ତେ ପ୍ରାର୍ଥନା କରିବା ଦରକାର ଏଇଟା ତ ବହୁତ କ୍ରିଟିକାଲ ଟାଇମ୍ ଆମ ସମସ୍ତଙ୍କ ପାଇଁ ତ ମୁଁ ବି ପ୍ରାର୍ଥନା କରୁଛି ଆମେ ସମସ୍ତେ ପ୍ରାର୍ଥନା କରିବା ହିମାନ ଭାଇଙ୍କର ଦେହ ଜଲ୍ଦିରୁ ଜଲ୍ଦି ଭଲ ହେଇଯାଉ ଏବେ ତ ଡାକ୍ତରଙ୍କ କହିବା ଅନୁସାରେ ଧୀରେ ଧୀରେ ଇମ୍ପ୍ରୁଭ୍ କରୁଛନ୍ତି 3 days ଲାଗିବ ଷ୍ଟେବଲ୍ ହେବା ପାଇଁ 3 days ପରେ ଆମେ ସାର୍ କହିଛନ୍ତି ଆମେ ପୁରା ପ୍ରପରଲି ଆହୁରି ଭଲସେ ଟ୍ରିଟମେଣ୍ଟ କରିବା ପାଇଁ ଆଗକୁ ପ୍ଲାନ୍ କରୁଛୁ ଏବେ ତ ସେ ଶୋଇପଡ଼ିଥିଲେ ତ ସେଥିପାଇଁ ଏବେ ଶୋଇଥିଲେ ମୁଁ ଗଲାବେଳେ ତ ସେଥିପାଇଁ ମୁଁ ଆଉ ଟିକେ କଥା ହେଇପାରିନି କିଛି ଡାକ୍ତରଙ୍କ କହିବା ଅନୁସାରେ ଏବେ ତ 3 days ତ ଏଇଠି ତାଙ୍କୁ ଷ୍ଟେବଲ୍ କରିବା ପାଇଁ ଡାକ୍ତର କହିବା କଥା ଯେ ଏଇଠି 3 ଦିନ ଷ୍ଟେବଲ୍ କରିବା ପାଇଁ ସେ ତାଙ୍କର ଟ୍ରିଟମେଣ୍ଟ ଚଲେଇଛନ୍ତି ତ ଧୀରେ ଧୀରେ ଇମ୍ପ୍ରୁଭ୍ ହେଉଛନ୍ତି ଅବଭିୟସଲି ସେ ସାରା ଓଡ଼ିଶାବାସୀଙ୍କ ଲୋକଙ୍କ ହୃଦୟରେ ଅଛନ୍ତି ସମସ୍ତେ ଡେଫିନେଟଲି ତାଙ୍କ ପାଇଁ ଆଶୀର୍ବାଦ ସାଙ୍ଗରେ ପ୍ରାର୍ଥନା କରୁଛନ୍ତି ଡେଫିନେଟଲି ସେ ଭଲ ହେଇକି ଆମେ ସମସ୍ତଙ୍କ ଗଣରେ ଆସି ପୁଣି ଥରେ ଗୀତ ଗାଇବେ ଧନ୍ୟବାଦ ଆଜ୍ଞା ଆଜ୍ଞା ଦେଖା ଆଜ୍ଞା।